ରାଇକିଆରେ ବିଷାକ୍ତ ଛତୁ ଖାଇ 10ରୁ ଊର୍ଦ୍ଧ୍ୱ ଜଣ ଗୁରୁତର। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବାରବା ପଞ୍ଚାୟତ ଅନ୍ତର୍ଗତ ପାର୍ତେଗୁଡ଼ା ଗ୍ରାମରେ ରବିବାର ବିଷାକ୍ତ ଛତୁ ଖାଇ 3ଟି ପରିବାର 10ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତ ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାର ପ୍ରକାଶ ଯେ ପ୍ରତିଦିନ ଭଳି ଆଜି ମଧ୍ୟ କିଛି ଲୋକ ଜଙ୍ଗଲକୁ ଯାଇଥିଲେ ଛତୁ ଆଣିବାକୁ। ଛତୁ ଆଣିବା ପରେ ତାକୁ ରୋଷେଇ କରି ମିଳିମିଶି କରି ଖାଇଥିଲେ। ସେଥିମଧ୍ୟରୁ 10ରୁ ଊର୍ଦ୍ଧ୍ୱ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ପରିବାର ଲୋକେ ସେମାନଙ୍କୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମେଡିକାଲକୁ 2ଟି ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଆଣିଥିଲେ। ଗୁରୁତର ଅସୁସ୍ଥମାନେ ହେଲେ ଜହନ ନାୟକ, ସୁଦାମ ନାୟକ, ପବିତ୍ର ନାୟକ, ଇନ୍ଦିରା ନାୟକ ଓ ଚୁମକି ନାୟକ। ମୋ ନାଁ ବାବୁନା ନାୟକ, ପାର୍ତିଗୁଡ଼ା। ଏମାନେ ବିଲ ଆଡ଼େ ଯାଇଥିଲେ। ଏବେ ତ ବର୍ଷା ଲାଗିଛି, ଅଦିନିଆ ବର୍ଷା। ବିଲ ଆଡ଼େ ଗୋଟେ ଛତୁ ଫୁଟିଥିଲେ, ଆଣିଥିଲେ। ମାନେ ପିଲା ଯାକ ଲୋକ ଯାକ ଜାଣିନଥିଲେ, ଆଣିକି ସେଟା ରୋଷେଇ କଲେ। ରୋଷେଇ କରିକି ଏମାନେ ଖାଇଲେ। ଖାଇଲା ପରେ ଖାଇସାରିବାର 2-3 ଘଣ୍ଟା ଗଲା ପରେ ଏମାନେ ବାନ୍ତି ଷ୍ଟାର୍ଟ ହେଲା। ବାନ୍ତି ଯେଉଁ ଷ୍ଟାର୍ଟ ହେଲା, ହେଲେ କ'ଣ ପାଇଁ ହେଉଛି ବୋଲି ଜାଣି ହେଲା ନାହିଁ। ତାପରେ ପଚାରିଲୁ ଏଇଟା କାରଣ କ'ଣ, ତୁମର ସମସ୍ତଙ୍କୁ ପରିବାରକୁ କ'ଣ ପାଇଁ ହେଉଛି। ତାପରେ ଆମର 2ଟା ପିଲା ବି ସେଠି ସାମିଲ ଥିଲେ। ମୋର ଗୋଟେ ଝିଆରୀ ଆଉ ମୋ ପୁତୁରାଟାକୁ 7 ବର୍ଷ, ଝିଆରୀକି 2.5 ବର୍ଷ ହେଇଛି। ହେଲେ ଏମାନଙ୍କୁ ହେଲେ ବାନ୍ତି ହେଲା। ତାପରେ ମୁଁ ବାପାକୁ ପଚାରିଲି, ଆସିକି ମୁଁ ନଥିଲି, ସୋଡ଼ା ଯାଇଥିଲି। ଆସିକି ପଚାରିଲି କ'ଣ ପାଇଁ ବାନ୍ତି କରୁଛନ୍ତି। ବାପା କହିଲା ନାଇଁରେ ଗରମ ପାଇଁ ହେଇଥିବ, ହୁଏତ ଜୀର୍ଣ୍ଣ ହେଉନଥିବ, ବାନ୍ତି କରୁଥିବେ। କହିଲା ପରେ ତାପରେ ଆମେ ଶୁଣିବାକୁ ପାଇଲୁ ଯେ ତାଙ୍କର ସହପରିବାର ବାନ୍ତି କରୁଛନ୍ତି। କ'ଣ ପାଇଁ ବାନ୍ତି କରୁଛନ୍ତି ପଚାରିଲା ବେଳକୁ ନାଇଁ ଆମେ ଛତୁ ତରକାରୀ ରୋଷେଇ କରିଥିଲୁ, ଆଉ ସେଇଟା ଖାଇଲା ପରେ ଏମିତି ହେଉଛି। ଆମେ ବି ଜାଣିବାକୁ ପାଇଲୁ, ଆମ ପିଲାକୁ ହେଲେ ଯେଉଁ ଏମିତି ହେଉଛି, ଆମ ପିଲାମାନେ ଯାଇଥିଲେ ତାଙ୍କ ଘରେ ଆଉ ତାଙ୍କ ସହିତ ମିଶିକି ଖାଇଥିଲେ। ଖାଇବା ପାଇଁ ଆମ ପିଲାକୁ ହେଲେ ହେଉଛି କହିକି ଆମେ ଯଥାଶୀଘ୍ର ଆମ୍ବୁଲାନ୍ସ ଫୋନ୍ କରିକି ଡାକିକି 2ଟା ଆମ୍ବୁଲାନ୍ସରେ 5 ଜଣ ନା 10 ଜଣଙ୍କୁ ଧରିକି ଆଇଲୁ। ଆହୁରି ମେଡ଼ିକାଲ ଏବେ ଟିକେ କମିଛି। ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।